ଯାହା ବି ହୁଏ ଭଲ ପାଇଁ ହୁଏ। ହୁଏତ ସେ ଜିନିଷ ଏବେ ଆମକୁ ଜଣାପଡ଼ିବନି, କିନ୍ତୁ ସମୟ ସୁଅରେ ଦିନେ ଆମେ ନିଶ୍ଚୟ ଜାଣିପାରିବା କି ଯାହା ବି ହୋଇଥିଲା ଆମ ପାଇଁ ଭଲ ହୋଇଥିଲା। ଭରସା ଯଦି ଆପଣ ନିଜ ଉପରେ ରଖିବେ ତେବେ ଆପଣ ସବଳ ହୋଇ ରହିବେ, ଆଉ ଭରସା ଯଦି ଆପଣ ଅନ୍ୟ କାହା ଉପରେ ରଖିବେ ତେବେ ଦିନକୁ ଦିନ ଆପଣ ଦୁର୍ବଳ ହୋଇଯିବେ। ଆପଣ ଆପଣଙ୍କ ଜୀବନରେ କେବେ ଠିକ୍ ଥିଲେ ସେ କଥା କେହି ବି ମନେ ରଖନ୍ତି ନାହିଁ, କିନ୍ତୁ ଆପଣ ଆପଣଙ୍କ ଜୀବନରେ କେବେ କେଉଁଠି ଟିକେ ଭୁଲ କରିଦେଇଥିଲେ ସେ କଥାକୁ ସମସ୍ତେ ମନେ ରଖନ୍ତି। ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ ଆଜ୍ଞା, ସବୁବେଳେ ମିଛ କଥା କହୁଥିବା ଲୋକର କଥା ମିଠା ହୋଇଥାଏ, ଆଉ ସତ କଥା କହୁଥିବା ଲୋକର କଥା ବଡ଼ କଷ୍ଟ ଦେଇଥାଏ। ଆପଣ ଆପଣଙ୍କ ଜୀବନରେ ଗୋଟେ ଭଲ ମଣିଷ ନିଶ୍ଚୟ ହୁଅନ୍ତୁ, କିନ୍ତୁ ପ୍ରମାଣିତ କରିବାର କୌଣସି ବି ଆବଶ୍ୟକତା ନାହିଁ। ଆଜିକାଲିର ଦୁନିଆରେ ଆପଣ ସମସ୍ତଙ୍କୁ ଭଲ ଭାବିବା ଛାଡ଼ି ଦିଅନ୍ତୁ, କାହିଁକି ନା ଏଠି ଲୋକେ ଉପରୁ ଯେମିତି ଦେଖାଯାଆନ୍ତି ପ୍ରକୃତରେ ଭିତରୁ ସେମିତି ହୋଇନଥାନ୍ତି। କୌଣସି ଲୋକଠାରୁ ପ୍ରତିଶୋଧ ନେବାର ଖୁସି ଆମ ପାଖରେ 2-4 ଦିନ ପାଇଁ ରହିବ, କିନ୍ତୁ କୌଣସି ମଣିଷକୁ କ୍ଷମା କରିଦେବାର ଖୁସି ଆମ ପାଖରେ ସାରା ଜୀବନ ରହିବ। ସେଥିପାଇଁ ପ୍ରତିଶୋଧ କଥା ଛାଡ଼, କ୍ଷମା କରିଦିଅ, ସାରା ଜୀବନ ତୁମେ ବି ଖୁସିରେ ରହିବ। ଏଠି ଲୋକମାନେ କୁହନ୍ତି କ୍ଷମା କରିଦେବା ଆବଶ୍ୟକ। ଆଜ୍ଞା, ଲୋକମାନଙ୍କ ଭୁଲକୁ କ୍ଷମା କରିଦେବା ଆବଶ୍ୟକ, କିନ୍ତୁ ଜାଣିଶୁଣି ଯେଉଁ ଲୋକମାନେ ଚାଲାକି କରନ୍ତି ସେସବୁର ଆମେ କରିବା ବାକ। ଇଏ ଏମିତିକା ଜୀବନ ମୋ ବନ୍ଧୁ, ଯେଉଁଠି ଲୋକେ ବଡ଼ ବଡ଼ ଗାଡ଼ି ଭିତରେ ମଧ୍ୟ ମନ ଦୁଃଖରେ ଥାଆନ୍ତି, ଆଉ ଲୋକେ ଗୋଟିଏ ସାଇକେଲ ଚଲେଇ ମଧ୍ୟ ଆନନ୍ଦରେ ଥାଆନ୍ତି। ଯଦି ଆପଣ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଦର କରୁଥିବା ଲୋକଙ୍କୁ ସାକ୍ଷାତ କରନ୍ତୁ। ବାକି ରହିଲା ଆପଣଙ୍କୁ ବ୍ୟବହାର କରିବାକୁ ଚାହୁଁଥିବା ଲୋକ ଆପଣଙ୍କୁ ନିଜେ ହିଁ ଖୋଜିଦେବ। ଯଦି ଜୀବନରେ କେବେ ବି ଆପଣଙ୍କର କଠିନ ପରିସ୍ଥିତି ଆସେ ତେବେ କେବେ ବି କାହାକୁ ସାହାଯ୍ୟ ମାଗିବ ନାହିଁ। କିଛି କ୍ଷଣ ପରେ ସେ କଠିନ ପରିସ୍ଥିତି ତ ଚାଲିଯିବ, କିନ୍ତୁ ମାଗିଥିବା ସାହାଯ୍ୟ ପାଇଁ ସାରା ଜୀବନ ଶୁଣିବାକୁ ମିଳିବ। ଦିନେ ମୁଁ ଏ ଜୀବନକୁ ପଚାରିଲି, ଏ ଜୀବନ ତୁ ଏତେ କଠିନ କ'ଣ ପାଇଁ? ଜୀବନ ବି ହସି କରି ଉତ୍ତର ଦେଲା, ଆରାମରେ ମିଳିଯାଉଥିବା ଜିନିଷକୁ ଲୋକେ କେବେ ଆଦର କରନ୍ତି ନାହିଁ। ଏ ଦୁନିଆରେ ଏମିତି କୌଣସି ବି ମଣିଷ ନାହିଁ ଯିଏ ପଥର ହୃଦୟ ନେଇ ଜନ୍ମ ହୋଇଥିବ, କିନ୍ତୁ ଏ ଦୁନିଆର ଲୋକେ ତାକୁ ପଥର ହୃଦୟର ବନେଇ ଦିଅନ୍ତି। ଆଜ୍ଞା, ଜୀବନରେ କେବେ ବି ଏକଥା ଭାବିବେ ନାହିଁ କି ଆପଣ କୌଣସି ବି କାମ କରିପାରିବେ ନାହିଁ, ଆଉ ଜୀବନରେ କେବେ ଏକଥା ବି ଭାବିବେ ନାହିଁ କି ଆପଣଙ୍କ ବିନା କୌଣସି କାମ ହୋଇପାରିବ ନାହିଁ। ଭଲ ହେବ ଆପଣ ଏକଥା ଭାବନ୍ତୁ କି ଯାହା ବି ଆପଣ ଅଛନ୍ତି କିଛି ନା କିଛି ଭଲ ତ ନିଶ୍ଚୟ କରିପାରିବେ ଆପଣ। ଯେଉଁ ଲୋକମାନେ ଆପଣଙ୍କ ପାଖରେ ଆସି ଅନ୍ୟ କାହାର ବିରୁଦ୍ଧରେ କହୁଛନ୍ତି ଏକଥା ବି ସତ, ସିଏ ଅନ୍ୟ କାହା ପାଖରେ ଯାଇ ଆପଣଙ୍କ ବିରୁଦ୍ଧରେ ମଧ୍ୟ ନିଶ୍ଚୟ କହୁଥିବ। ଏଇଭଳି ଲୋକଙ୍କ ଠାରୁ ଟିକେ ଦୂରେଇ ରହିବେ ଆଜ୍ଞା।
जदि आपण पारुछंती तेबे पानी भली निज रास्ता निजे तैयारी करी आगकू चली जातु। पत्थर भली केबे भी कहा रास्ता को आपण रोकंतु नाही। ए संसार केवल आवश्यकतार नियम रे चलुची आज्ञा। शीत दिने जो सूर्य को लोक माने अपेक्षा करती, खरा दिने सेई सूर्य को लोके उपेक्षा करती। आपणक मूल्य सेतबेले हब जेतबेले ए दुनिया लोकंकु आपणकर आवश्यकता थिब। जदि गोटिए साप घर को आसे लोके बाड़ी रे बाड़ांती, किंतु सेई साप जदि लोके शिव मंदिर रे शिवलिंगंक पाखरे देखिबे लोके हाथ जोड़ी प्रणाम करती। बंधु सम्मान आपणकर नुह, बरम सम्मान आपणकर स्थान और आपणकर परिस्थितिर होइथाए। जीवनर सबुठारु बड़ गोटिए अपराध कौनसी मनीषर आखिरे आपणक पाई लुह आसीबा थरे भाबिबे निश्चय। जदि मु आजी चुप रही आउ जदि मु आजी एमिति रे बसीची तेबे तुमे केबे भी मो उपरे अभिमान करनी। एक कथा तो तुमे निश्चय शुणिथिब, भांगी जाइथिबा जिनिस हो किंबा भांगी जाइथिबा हृदय हो सबुबेले चुप ही थाए। गोटिए मनीष सेतबेले प्रकृतरे हारी जाए आज्ञा, जेतबेले से मनीष को जना पड़े कि जो मनीष पाई आमे सबु किछि कले से मनीष आगरे आमर किछि भी मूल्य नाही। धन संपत्ति आउ टंका पैसा लोभरे केबे भी निज आत्म सम्मान को तल को पकई दबनी, कहीं ना टंका पैसा ए दुनिया रे ही रही जीव आज्ञा। आपण को नबाकू थिबा जो जिनिस ताकू भी आपण नहीं पारिबेनी। केबे भी कौनसी मनीष को कौनसी मनीष सह तुलना करिबेनी आज्ञा। ए दुनिया रे प्रतिटी मनीष पाखरे किछि अलगा अलगा प्रतिभा रहिछि, जेमिति कि सूर्य सकाळु उदय होई संजरे अस्त होई जाए, आउ चंद्र संध्यारे उदय होई सकाळे अस्त होई जाए। प्रतिटी मनुष्यर जीवन रे किछिटा दुख और कष्ट एमिति भी अछि जो कष्ट को आपण केवल निज हृदय रे रखी रही पारिबे, केबे भी अन्य काहाकू कही पारिबेनी। जदि भरोसा आपण करिबा पाई चाहुचंती तेबे भगवानंक उपरे करंतु। जदि ए दुनियार मनीष मानंक उपरे आपण भरोसा करिबे तेबे बंचिबार इच्छा भी मरीजिब। आपणक जीवन रे लोक मानंकर आसीबा पछरे किछि ना किछि कारण रही थाए आज्ञा। किछि लोक आपणंकु निजर करिबे, किछि लोक आपणंकु पर करिबे, आउ किछि लोक आपणंकु धोखा देई चली जिबे। चली जाइथिबा समय विषय रे भाबी केबे भी निज जीवन को नष्ट कर नाही। आगकू कौन हब से विषय रे भाबी केबे चिंता कर नाही, बरम तुमे निज वर्तमान को सुंदर करने को चेष्टा कर। देखिब तुम भविष्यत आपे आपे सुंदर होई जीव। जदि आपण संपर्क रखिबा पाई चाहुछंती तेबे सेई लोकंक सह संपर्क रखंतु जो माने आपणंकु हृदयरु भल पाउथिबे। कहा पछरे बारंबार कुकुर भली धाई सम्मान मागिबा भल कथा नुह भाई। सबुबेले निज पाई किछि ना किछि करिबाकू चेष्टा करंतु आज्ञा। अन्य मानंक विषय रे भाबी भाबी आपण निज जीवन को हरेई सारिलेणी। जदि तुमे निज को प्रश्न पचारिब तेबे हुए तो तुमको प्रतिटी प्रश्नर उत्तर मिलिजिब। आउ जदि तुमे से प्रश्न को दुनिया लोकों को पचारिब तेबे प्रश्न बदल रे पुणी थरे प्रश्न उंकी मारिब।
ମୁଁ ଚାହିଁଥିଲେ ଅଭିଯୋଗ ତ ପ୍ରତିଟି କଥାର ମୁଁ କରିପାରିଥାନ୍ତି, କିନ୍ତୁ ଯେଉଁ ଲୋକମାନେ ମୋ ସମ୍ପର୍କକୁ ହିଁ ବୁଝୁନାହାନ୍ତି ସେମାନେ ମୁଁ କହୁଥିବା କଥାର ମୂଲ୍ୟ ଅବା କ'ଣ ବୁଝିବେ। ସ୍ୱାର୍ଥପର ଲୋକଙ୍କ ସହ ରହିବାର ମଜା କିଛି ଅଲଗା ପ୍ରକାରର ହୋଇଥାଏ ଆଜ୍ଞା। ହଁ, ଏକଥା ତ ମୁଁ ଜାଣିଛି କି କଷ୍ଟ ଟିକେ ହୁଏ, କିନ୍ତୁ ଜୀବନରେ ଆମକୁ ବହୁତ କିଛି ଶିଖିବାକୁ ମିଳିଯାଏ। ଆପଣ ବିଶ୍ୱାସ କରିବେନି, କିନ୍ତୁ ଏକଥା ସତ ଆଜ୍ଞା। ଯେତେବେଳେ କୌଣସି ସମ୍ପର୍କ ପାଇଁ ଆମେ ଟିକେ ସମୟ ବାହାର କରିପାରୁନା, ସେତେବେଳେ ସମୟ ଆମ ସମ୍ପର୍କକୁ ଆମଠାରୁ ଛଡ଼େଇ ନେଇଥାଏ। ବେଳେ ବେଳେ ଚାଲି ଯାଇଥିବା ସେ ସମୟ ମନେ ପଡ଼େ, ବାସ୍ କିଛିଟା ସ୍ମୃତି ମନେ ରହିଯାଏ, ବାକି ସବୁ କିଛି ତ ସମୟ ନେଇ ଚାଲିଯାଏ। ଯଦି ଆମ ହାତର 5 ଆଙ୍ଗୁଳି ସମାନ ଥାନ୍ତା, ତେବେ ହୁଏତ ଆମେ ବହୁତ ଗୁଡ଼ାଏ କର୍ମ କରିପାରିନଥାନ୍ତେ। ସବୁ କିଛି ହେବା ପଛରେ କିଛି ନା କିଛି କାରଣ ରହୁଛି ଆଜ୍ଞା, କିନ୍ତୁ ଖୋଜିବାକୁ ଆପଣଙ୍କୁ ପଡ଼ିବ। ଏ ଦୁନିଆର ସେଇ ମଣିଷଟି ତ ସବୁଠାରୁ ଶକ୍ତିଶାଳୀ ମଣିଷ, ଯେଉଁ ମଣିଷର ସ୍ୱପ୍ନ ବି ଭାଙ୍ଗିଛି, ଭବିଷ୍ୟତ ବି ଭାଙ୍ଗିଛି, ଦିନ ବି ଖରାପ ଚାଲିଛି, ତାପରେ ବି ସିଏ କହୁଛି ଭାଇ ମୁଁ ଠିକ୍ ଅଛି।